ଆଜି ଘରକୁ କୀର୍ତ୍ତନିଆ କଣ ପାଇଁ ଆସିଲେ ଆଉ ଆଜି କାହାର ପୂଜା ହଉଥିଲା? ନମସ୍କାର ଓଡ଼ିଶା, ମୁଁ ପ୍ରିୟଙ୍କା ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ମିନି ବ୍ଲଗକୁ। ଆଜି ଥିଲା ଆମ ଛୋଟ ମାଷ୍ଟରର 21 ପୂଜା, ତ ସେଥିପାଇଁ ଦାଦା ବସିଥିଲେ ପୂଜାରେ ଆଉ ଏଠି ଆମର କୀର୍ତ୍ତନିଆ ବି ଆସିଥିଲେ। ମାନେ ଯୋଉ ସତ୍ୟନାରାୟଣଙ୍କ ପୂଜା ହୁଏ ସେଥିପାଇଁ କୀର୍ତ୍ତନିଆ ବି ଆସିଥିଲେ। ତା ଭିତରେ ଆମ ଧନ ଏମିତି ନେଇକି ସବୁ କୀର୍ତ୍ତନିଆଙ୍କ ଉପରେ ପକେଇ ଦେଇଥିଲା ଗାମୁଛା। ତା ଭିତରେ ପିଇସା ନେଇକି ଆଳତି ପଳେଇ ଆସିଥିଲେ ଉପରକୁ, ତ ଆମେ ସମସ୍ତେ ଏଇଠି ଉପରେ ବସିଥିଲୁ, ତ ଆମେ ଏଇଠି ସମସ୍ତେ ଆଳତି ନେଇ ଯାଇଥିଲୁ। ଏଠି ଆମର ଲିଟିଲ ମାଷ୍ଟର ପୁରା ନୂଆ ଡ୍ରେସ ହେରିକା ପିନ୍ଧି ପୁରା ସଜବାଜ ହେଇକି ବାହାରି ପଡ଼ିଲାଣି ଆମର ପୂଜାରେ ବସିବା ପାଇଁ। ତ ତା ଭିତରେ ଖୁଡିଙ୍କ ଭାଇ ହେରିକା ବି ପଳେଇ ଆସିଥିଲେ, ତ ସିଏ ତାଙ୍କୁ ନେଇକି ପଳେଇଥିଲେ ଆମ ପୁଅକୁ ମାନେ ବସିବା ପାଇଁ ପୂଜାରେ। ଯେହେତୁ ଆମର ଏପଟେ ମାମୁଁ ମାନେ ବସନ୍ତି, ଆପଣଙ୍କ ଆଡେ କିଏ ବସନ୍ତି ପୂଜାରେ ମତେ ନିହାତି ଭାବରେ କମେଣ୍ଟରେ ଜଣେଇବେ। ଆଉ ଏଠି ଆମର ଡିସ୍କସନ ଚାଲିଥିଲା କି ପୁଅର ନାଁ କଣ ଦିଆହବ। ମାନେ ଦୀର୍ଘ ତ 15 ମିନିଟ୍ 20 ମିନିଟ୍ ଡିସ୍କସନ ପରେ ଗୋଟେ ନାଁ ଫାଇନାଲ ହେଲା। ତ ଫାଇନାଲି ଆମର ପୂଜା ସରିଗଲା। ଦେନ୍ ଜଣେ ଜଣେ କରି ସମସ୍ତେ ପଳେଇଥିଲେ ମୁଣ୍ଡିଆ ମାରିବା ପାଇଁ। ତାପରେ ଫାଷ୍ଟ ଆମର ଏଠି କୀର୍ତ୍ତନିଆ ଖାଇ ନେଇଥିଲେ, ଯେହେତୁ କୁହନ୍ତିନି କି ଅତିଥି ଦେବୋ ଭବ, ତ ଫାଷ୍ଟ ସେମାନେ ଖାଇ ନେଇଥିଲେ, ଦେନ୍ ଆମେ ସମସ୍ତେ ଖାଇଥିଲୁ ଘର ଲୋକ। ତ ଆଜି ଆଇଟମ ହେଇଥିଲା ଭେଜ ବିରିୟାନୀ, ପନିର କଚମ୍ବର, ତା ସହିତ ଛେନା ପାଇସ ବି ହେଇଥିଲା। ବଟ୍ ମତେ ସେଗୁଡ଼ା କିଛି ଭଲ ଲାଗେନି, ମୁଁ ନର୍ମାଲ ଭେଜ ବିରିୟାନୀ ଆଉ ପନିର ନେଇ ଆସିଲି ଖାଇବା ପାଇଁ। ଏତିକି ଥିଲା ଆଜିର ମିନି ବ୍ଲଗ। ପୁଣି ଦେଖା ହବ ଆଉ ଗୋଟେ ନୂଆ ଭିଡିଓରେ। ରହିଲି, ଜୟ ଜଗନ୍ନାଥ।